जय जगन्नाथ भागवत महापुराण ओडिया चैनल आपण मानक स्वागत। आज आसतु दाढ़ता भक्ति नवम अध्याय रघु अरक्षित संवाद विषय रे शुणा। चैनल नुआ थिले चैनल को सब्सक्राइब करी बेल आइकन को निश्चित दबाई देबे। कमेंट बॉक्स रे जय जगन्नाथ लिखा को जमा भूलिबेनी। रघु अरक्षित संवाद। मन उवाच शुण सानंद मन राय चैतन्य पादे करी ध्याये बोलई कृत्य कृत्य होई पवित्र कलु मते तोही शुणिली प्रभुंक महिमा आबर भकत गारिमा पुणी पचारु अछि तोते मने संशय मोर एते पत्नी की घेनिण संगत गला जे रघु अरक्षित काहे रहिला सेहु जाई एकथा कहिब बुझाई आबर महापात्र घर करी जे थिला नुआ बर से कथा पुणी हेला किस कह हे एथिर संदेश शुणी चैतन्य अतीत से कही मन राजा पासे हे मन सावधाने शुण से कृष्ण महापात्र पुण तेणे दुहिता पठाइला तेणे दूतंकु पेशी देला से राज्य पात्रर अग्रते जाइण कहिले तोरिते तुम्भ पुत्र को जेउ कन्या देबाकू थिला मो बासना आसी ताहार निज पति घेनिण गला मो दुहिती जेते उपाय आम्भे कलु केबे हे रखी न पारिलु तुम्भर गोचर निमन्ते पेशिण देइअछु दूते तुम्भ उपाय थिले कर बाटे अछंती कन्या बर ता शुणी पात्र कोप भरे सैन्य साजिला से सतरे धाइण गले राज बाटे मिलिले रघुर निकटे बोइले आरे कन्या चोर जीवने आशा थिले तोर छाड़ी पलाओ ए सुंदरी नहिले नेबु बांधी करी शुणी पछकु देला चाही अनेक सैन्य छंती धाई ता देखी पत्नी आगे गला आपणे पछरे रहिला पत्नी बोइला स्वामी शुण एथर हेला मो मरण तुम्भको मारी मते नेबे अनेक भर्सना करिबे एथिकी बुद्धि की करिबा केमन्ते एथिरु बंचिबा ता शुणी रघु अरक्षित बोइला शुणरे संगात मो प्रभु दारु ब्रह्म मूर्ति एछार केतेक विपत्ति जे तोते मोते भेट करी जे विष तापु कले पारी एबे रखिबे सेहि मते भोसखी भय किंपा चित्ते शरण पंजर जाबाना सर्वभय को वज्र सेन्हा ब्रह्मा इंद्रादि जार पादे ध्याने चिंतन्ति अप्रमादे से प्रभु थाऊ थाऊ मोर किंपा तू डरु नारी वर एमंत कहु प्रिया पासे आगे मिलिले बेनियसे श्री बलदेव ब्रह्म राशि बेनियसरे छंती बसी कंधे उतरी अछि पड़ी कटीरे जमदाढ़ भिड़ी ढाल पड़ी पिठी पासे
ଦ୍ୱିତୀୟ ସ୍ୱର ପ୍ରାୟ ଦିଶେ। ବିକ୍ରମ ସିଂହ ପ୍ରାୟ ହୋଇ ମିଳିଲେ ଭୃତ୍ୟ ପାଶେ ଯାଇ। ବୋଇଲେ ପ୍ରଭୁ ଦାମୋଦର କେବଣ ଦେଶେ ତୁମ୍ଭ ଘର। କାହୁଁ ଅଇଲ ଯିବ କାହିଁ ଏକାକୀ ସଙ୍ଗେ କେହି ନାହିଁ। ଆବର ତୁମ୍ଭ ପଛକତି ଅନେକ ସୈନ୍ୟ ଧାଇଁଛନ୍ତି। କହ ଏ କେବଣ ଚରିତ ତା ଶୁଣି ରଘୁଅ ରକ୍ଷିତ। କହେ ଅତ୍ୟନ୍ତ ଧୀର ବାଣୀ ଶୁଣି କ୍ଷତ୍ରିୟ ଚୂଡ଼ାମଣି। ଏ ବଡ଼ ଆଚମ୍ବିତ କଥା କହି ବସିଲେ ହେବ ପୋଥା। ମୋର ପତ୍ନୀ ମୁଁ ଯେ ନିଅନ୍ତେ ମାରିବେ ଆସୁଛନ୍ତି ମୋତେ। ଅନାଥ ପ୍ରାଣୀ ମୁଁ ଅଟଇ ସଖା ସୋଦର ମୋର ନାହିଁ। କେବଳ ପ୍ରଭୁ ଚକ୍ରପାଣି ନୀଳାଦି ଚକ୍ର ଚୂଡ଼ାମଣି। ତାହାଙ୍କ ବିନା ଅନ୍ୟ ଜଣେ ନାହିଁ ମୋ ଶରଣ ରକ୍ଷଣେ। ଶୁଣି ସାନନ୍ଦ ବେନି ଭାଇ ରହିଲେ ଆଗ ପଛ ହୋଇ। ଦାସ ବାସିକି ଆଗ କଲେ ନିର୍ଭୟେ ଚାଲ ହୋ ବୋଇଲେ। ଆଜ୍ଞା ପ୍ରମାଣେ ବେନି ଜନ ଅଭୟ ପଞ୍ଜରେ ପଶିଣ। ଆନନ୍ଦେ କରନ୍ତି ଗମନ ପଛେ ଯେ ଧାଇଁଛନ୍ତି ସୈନ୍ୟ। ଭୃତ୍ୟକୁ ଅନାଇଣ ଦେଲେ ଗୋବିନ୍ଦ ମାୟା ଭିଆଇଲେ। କୋଟିଏ ସ୍ୱରୂପ ହୋଇଣ ବେଢ଼ିଅଛନ୍ତି ନାରାୟଣ। ଦେଖି ପ୍ରାଣକୁ ଭୟ କରି ସୈନ୍ୟ ଯେ ଗଲେ ଅପସରି। ଭେକ ଫଣିକି ଦେଖି ଯେହ୍ନେ ଭୟେ ପଳାନ୍ତି ଏଣେ ତେଣେ। କେଶରୀ ଦେଖି ମୃଗ ଗଜ ଯେହ୍ନେ ହୁଅନ୍ତି ହତ ବୀର୍ଯ୍ୟ। ଗରୁଡ଼ ଦେଖି ଯେହ୍ନେ ବ୍ୟାଜ ପଳାଇ ପଶିଲା କି ବିଳ। ତେମନ୍ତ ପ୍ରାଣର ଆରତେ ପଳାଇ ଗଲେ ଯେ ଝାମତେ। ଯହୁଁ ସେ ଦଣ୍ଡ ଭଗ୍ନ ହେଲେ ଭୃତ୍ୟକୁ ଘେନି ପ୍ରଭୁ ଗଲେ। ସେ ରାଜ୍ୟ ସୀମା ପାରି କରି ଯାଅ ବୋଇଲେ ଦେବ ହରି। ତା ଦେଖି ରଘୁଅ ରକ୍ଷିତ ପ୍ରଣାମ କଲା ଅପ୍ରମିତ। ବୋଇଲା ତୁମ୍ଭର କୃପାରୁ ପ୍ରାଣ ପାଇଲୁ ଶତ୍ରୁ ଠାରୁ। ନୋହିଲେ ଆମ୍ଭ ଏ ଶରୀର ଦେଖନ୍ତା ଯାଇ ଯମପୁର। ଏଣୁ ତୁମ୍ଭର ପଦ୍ମପାଦେ ଶରଣ ଗଲୁ ଅପ୍ରମାଦେ। ଜାମାୟା ଦେବେ ଅଗୋଚର କାହୁଁ ଚିହ୍ନିବ ନର ଛାର। ଦେଖି ସେ ପ୍ରଭୁ ନାରାୟଣ ଭୃତ୍ୟକୁ ସଙ୍କଟୁ ତାରିଣ। ବିଜୟ କଲେ ଆଦି ମୂଳ ପ୍ରବେଶ ହେଲେ ନୀଳାଚଳ। ଏଥି ଉତ୍ତାରୁ ବେନି ପ୍ରାଣୀ ଚିତ୍ତେ ଚିନ୍ତିଲେ ଚକ୍ରପାଣି। ସବୁ ଆପଦୁ ପାର ହୋଇ ଆନନ୍ଦେ ଗଲେ ପଥ ବାହି। କେତେ ହେଁ ଦିନର ଭିତରେ ପ୍ରବେଶ ହେଲେ କ୍ଷେତ୍ରବରେ। ପ୍ରଭୁଙ୍କୁ ଦର୍ଶନ କଲେ ଦକ୍ଷିଣ ପାରୁ ସେ ରହିଲେ। ମନ୍ଦିର ଖଣ୍ଡିଏ କିଣି ତହିଁ ରହିଲେ ବେନି ପ୍ରାଣୀ। ସକଳ ଚିନ୍ତା ଦୂରେ ତେଜି ହୃଦେ ପ୍ରଭୁଙ୍କୁ ଭାବେ ଭଜି। ନ ଜାଣେ ଅନ୍ୟ କଥା ମାନ ନିରତେ ଗୋବିନ୍ଦ ଗାୟନ। ଦାରୁ ବ୍ରହ୍ମଙ୍କ ଲୀଳା ଯେତେ ଭଜୁ ଯେ ଥାଇ ଅନୁବ୍ରତେ। ତ୍ରିଧୂପ ପଞ୍ଚ ଅବକାଶ
ଖଟିଣ ଥାଇ ପ୍ରଭୁ ପାଶ କଳା ଶ୍ରୀମୁଖକୁ ଚାହିଁଣ ବାହୁନୁ ଥାଇ ତାଙ୍କ ପୁଣ ଦେଖିଣ ଶ୍ଵେତ ପଦ୍ମ ତୋଳା ଆନନ୍ଦେ ହେଉଥାଇ ଭୋଳା ଶ୍ରୀପାଦ ପଦ୍ମେ ନିତ୍ୟ ଭାବି ବୋଲେ ମୁଁ ପରିମୁଣ୍ଡା ଯିବି ଏମନ୍ତ ବୋଲି ଭାବ ଭୋଳେ ନେତ୍ରୁଲୋତକ ଧାରା ଗଳେ କରେ ବଜାର କରତାଳ ଭଜନ ଗୋବିନ୍ଦ ଗୋପାଳ ନାଚଇ କଳାରାଟ ଘରେ ତା ଭଙ୍ଗୀ କହିଲେ ନ ସରେ ଜଗମୋହନେ ଗଡ଼ି ଯାଇ ଗରୁଡ଼ ପଛେ ଉଭା ହୋଇ ଜଣାଇ ଦୁଃଖ ସୁଖ ଯେତେ ଚଳଇ ଭିକ୍ଷାର ନିମନ୍ତେ କ୍ଷେତ୍ରରେ ବୁଲି ଭିକ୍ଷା କରେ ଯେଅବା ମିଳେ ତା ଭାଗ୍ୟରେ ଘେନି ଚଳଇ ନିଜ ପୁରେ ଦିଅଇ ନେଇ ପତ୍ନୀ ଠାରେ ପତ୍ନୀ ଯା କରଇ ରନ୍ଧନ ସ୍ୱାମୀ ତା କରଇ ଭୋଜନ ତା ଅବଶେଷ ଖାଏ ନାରୀ ତା ବିନୁ ନ ଭକ୍ଷଇ ବାରି ଏମନ୍ତେ ବଞ୍ଚଇ ତରୁଣୀ ପତି କି ଗୁରୁ ପ୍ରାୟ ମଣି ପତି କି କରେ ଅତି ଦୟା ଏକଇ ପ୍ରାଣ ବେନିକାୟା ଏମନ୍ତ ବଞ୍ଚୁଥାଇ ଦିନ ଭଜିଣ ଶ୍ରୀ ମଧୁସୂଦନ ସାଧୁ ଜନଙ୍କୁ ଦେଖେ ଯହିଁ ନିର୍ମଳ ଭକତି କରଇ ସକଳ ଯିବେ ଦୟା ତାର ନିରତେ ପର ଉପକାର ନହରେ ପର ନାରୀ ଚିତ ନୋହେ କପଟ କୂଟ ଚିତ ଦ୍ୱାରେ ଦେଖିଲେ ଅଭ୍ୟାଗତେ ବିପ୍ର ବୈଷ୍ଣବ ଆଦି ଯେତେ ବାନ୍ଧବ ପ୍ରାୟ ତାଙ୍କୁ ମଣି ତୋଷଇ ଦେଇ ଅନ୍ନ ପାଣି ଚିନ୍ତା ନ ଥାଇ ତାର ମନ ପ୍ରଭୁ ପ୍ରେମରେ ସେ ଗମନ ଏମନ୍ତେ ଗଲା ଦିନ କେତେ ତା କୀର୍ତ୍ତି ଶୁଭିଲା ଜଗତେ ଲୋକେ ବୋଇଲେ ଧନ୍ୟ ଧନ୍ୟ ରଘୁ ରକ୍ଷିତ ଜୀବନ ଦରିଦ୍ର ହେଲେ କିସ ହେବ ଦୁର୍ଲଭ ଅଟେ ତାର ଭାବ ଭିକ୍ଷା ସେ ମାଗିଣ ଜିଛି ଯେ ଯାହା ମାଗିଲେ ଦେଉଛି ଆବର ପ୍ରଭୁ ନାମ ଯେତେ ଗାୟନ କରୁଥାନ୍ତି ନିତ୍ୟ କହେ ବିନୟ ଧୀର ବାଣୀ ଧନ୍ୟ ଅଟନ୍ତି ବେନି ପ୍ରାଣୀ ଏମନ୍ତେ ବୋଲନ୍ତି ସମସ୍ତେ ପ୍ରଶଂସା କରି ଯେ ଝାମତେ ଏମନ୍ତ ସମୟରେ ପୁଣ ବୈଷ୍ଣବ 7-5 ଜଣ ଅପୂର୍ବ ଅଟନ୍ତି ସେମାନେ ଅଇଲେ କ୍ଷେତ୍ର ଦର୍ଶନେ ପ୍ରବେଶ ହେଲେ ନୀଳଗିରି ପ୍ରଭୁଙ୍କ ଦର୍ଶନ ସାରି ବୋଲିଲେ ଭୋଜନ ନିମନ୍ତେ ତହୁଁ ବୋଇଲେ ଜଣ କେତେ ରଘୁ ଅର୍କ୍ଷିତଙ୍କ ଭୁବନେ ବିଜୟ କର ସାଧୁମାନେ ତାହାର ଅଛି ଭକ୍ତି ଭାବ ଗଲେ ଭୋଜନ ନିଶ୍ଚୟ ଦେବ ଶୁଣି ଚଳିଲେ ସାଧୁ ବୃନ୍ଦ ମନରେ ହୋଇଣ ଆନନ୍ଦ ଭକତ ଭାବେ ବିଜେ କଲେ ତା ନାମ ଧରିଣ ଡାକିଲେ ଅତିଥି ଡାକ ଶୁଣି କର୍ଣ୍ଣେ ଅତି ଆନନ୍ଦ ହୋଇ ମନେ ମନ୍ଦିରୁ ବାହାର ହୋଇଲା ସାଧୁଙ୍କୁ ଦର୍ଶନ କଲା ବୋଇଲା ଆଜ୍ଞା କର ମୋତେ କି କାର୍ଯ୍ୟ କରିବି ତୁରିତେ
ଶୁଣି କହିଲେ ସାଧୁମାନେ ଆମ୍ଭଙ୍କୁ ତୋଷ ନ ଦାନେ। ଅଇଲୁ କୀର୍ତ୍ତି ଶୁଣି ତୋର ଏଥିରେ ବିଳମ୍ବ ନ କର। ସନ୍ତୋଷ କଲେ ସାଧୁଗଣ ପାଇବୁ ପରମ କାରଣ। ତା ଶୁଣି ରଘୁଅ ରକ୍ଷିତ ବିଚାର କଲା ହୃଦଗତ। କି ବୁଦ୍ଧି କରିବି ଏଥର ଘରେ ତ କିଛି ନାହିଁ ମୋର। ଏମନ୍ତ ବୋଲି ଅତିଥିଙ୍କୁ ବସାଇ ଗଲେ ମନ୍ଦିରକୁ। ପତ୍ନୀ କି ବୋଲେ ସଖୀ ଶୁଣ ଅତିଥି 5-7 ଜଣ। ଦ୍ୱାରେ ପ୍ରବେଶ ହେଲେ ଆସି ଭୋଜନ ମାଗୁଛନ୍ତି ବସି। ଏଥକୁ କି ବୁଦ୍ଧି କରିବା କେମନ୍ତେ ତାଙ୍କୁ ଚରଚିବା। ଘରେ ତ କିଛି ନାହିଁ ଧନ କହ ଗୋ ଯୁବତୀ ରତନ। ତା ଶୁଣି ବୋଲଇ ସୁନ୍ଦରୀ ଶୁଣ ହେ ପ୍ରାଣ ଅଧିକାରୀ। ଦେବାଦି ଆଇବାକୁ ହରି କରତା ଅଟନ୍ତି ସବୁରି। ଏଥକୁ ଶୋଚନା ନ କର ମଙ୍ଗେ ଯେତେ ଅଳଙ୍କାର। ଅଛଇ ବେଗେ ଘେନି ଯାଅ ସାଧୁଙ୍କ ଘରେ ବାନ୍ଧି ଦିଅ। କିଛି ହିଁ ଧନ ଘେନି ଆସ ସାଧୁମାନଙ୍କୁ କର ତୋଷ। ତାହା ଶୁଣିଣ ନିଜ ପତି କୋଳେ ବସାଇଣ ଯୁବତୀ। ବୋଇଲା ଧନ୍ୟ ଚାନ୍ଦ ମୁହିଁ ମୋର ସୁଗତି ଦାତ୍ରୀ ତୁହି। ଏବେ ତୁ ଶୁଣ ମୋ ଉତ୍ତର ହୃଦୟ ମଧ୍ୟରେ ବିଚାର। ନେଲେ ମୁଁ ଏତେ ଅଳଙ୍କାର ଲୋକେ ଦେଖିଲେ ଅସୁନ୍ଦର। ବୋଲିବେ ରଘୁଅ ରକ୍ଷିତ କାହୁ ଆଣିଲା ଏତେ ବିତ୍ତ। ଭିକ୍ଷା ମାଗିବା ଭେକ ଏହି କାହୁଁ ବା ଆଣିଲା ଚୋରାଇ। ଏମନ୍ତ ବୋଲେ ମନେ ମନ କରିବେ ସିନା ଅନୁମାନ। ଏବେ ତୁ ଅଳଙ୍କାର ଘେନି ବହନ ଯାଅ ରେ ତରୁଣୀ। ସାଧୁର ଘରେ ବନ୍ଧା ଦେଇ 50 ମୁଦ୍ରା ଆଣ ତୁହି। 8 ଦିନକୁ କଣ୍ଟକର ମିଶାଇ ମୂଳ କଳନ୍ତର। ଶୋଝିଣ ଦେବା ମୂଳ ତାର ଆଣିବା ଆମ୍ଭ ଅଳଙ୍କାର। ସ୍ୱାମୀ ବଦନୁ ଏହା ଶୁଣି ସେ ପତିବ୍ରତା ଶିରୋମଣି। ଚଳିଣ ଗଲାନନ୍ଦରେ ପ୍ରବେଶ ସାଧୁର ମନ୍ଦିରେ। ଅଙ୍ଗଭୂଷଣ ମାନ ଫେଇ ଥୋଇଲା ଧନି ଆଗେ ନେଇ। ବୋଇଲା ଶୁଣ ମହାଜନ ରଖ ଏ ଅଳଙ୍କାର ମାନ। ସତେ ସୁନିଆ ଦେଇଥିବ ଲାଭ ମିଶାଇ ମୂଳ ନେବ। ଅନେକ ହେବ ଉପକାର ଧର୍ମେ ଲାଗିବ ଧନ ତୋର। ସୁଧା ସମାନ ଧୀର ବାଣୀ ଧନି ସୁନ୍ଦରୀ ମୁଖ ଶୁଣି। ବିଚାର କଲା ତାର ଚିତେ ଏକେହ୍ନେ ଲାଭ ହେବ ମତେ। ତାର ସୁନ୍ଦର ରୂପ ଚିନ୍ତି ବୋଲଇ ଶୁଣରେ ଯୁବତୀ। ବନ୍ଧାରେ ପ୍ରୟୋଜନ ନାହିଁ ଯାହା କହୁଛି ଶୁଣ ତୁହି। ଯେବେ ତୁ ଦେବୁ ରତି ଦାନ ଗଣି ଦେଉଛି ନିୟ ଧନ। ତାହା ଶୁଣିଲା ନାରୀ ମଣି ବଜ୍ର ପଡ଼ିଲା ପ୍ରାୟ ମଣି। ଶୁଣି ସେ ଚିନ୍ତା କରି ମନ
ବୋଇଲ ଶୁଣ ମହାଜନ। ଦଣ୍ଡେକ ମାତ୍ର ହୁଅ ସ୍ଥିର, କହି ଚଳିଲା ନାରୀବର। କାନ୍ତ ଆଗରେ ଚରିତ, ବୁଝାଇ କହିଲା ସମସ୍ତ। ଏହା ଲାଭର କାରିଣୀ, ତୁମ୍ଭେ ମୋହର ପ୍ରାଣମଣି। ଏଥକୁ କି ବିଚାର କହ, ଶୁଣି ସନ୍ତୋଷ ହେଉ ଦେହ। ତା ଶୁଣି ରଘୁଅ ରକ୍ଷିତ, ବୋଇଲା ଶୁଣରେ ସଂଗାତ। ସାଧୁମାନଙ୍କ ଉପକାରେ, ଲାଗିବ ଆମ୍ଭର ଭାଗ୍ୟରେ। ଯାହା ବୋଇଲା ମହାଜନ, ସମ୍ମତ କରି ଆଣ ଧନ। ତାହା ଶୁଣିଣ ମହାସତୀ, ବୋଲଇ ଶୁଣ ପ୍ରାଣପତି। ତୁମ୍ଭର ଆଜ୍ଞା ପାଇ ମୁହିଁ, ଗଲିଟି ମୋର ଦୋଷ ନାହିଁ। ଏମନ୍ତ କହି ଚଳିଗଲା, ସାଧୁର ମନ୍ଦିରେ ମିଳିଲା। ବୋଇଲା ଶୁଣ ହେ ସାଧୁତ, ଆମ୍ଭେ ତା କଲୁ ସନମତ। ବିଳମ୍ବ ନ କରିଣ ଧନ, ଦିଅନ୍ତୁ ଜୀବଇ ବହନ। ରଜନୀ ପହର କଠାରେ, ତୁମ୍ଭେ ଆସିବ ଆମ୍ଭପୁରେ। ବାଞ୍ଛା ସମ୍ପୂର୍ଣ୍ଣ ରତିରଙ୍ଗ, ଭୋଗ କରିବ ମୋର ଅଙ୍ଗ। ଶୁଣି ଆନନ୍ଦ ମହାଜନ, ନଗଦ ଗଣି ଦେଲା ଧନ। ଧରି ସୁନ୍ଦରୀ ଚଳିଗଲା, ସ୍ୱାମୀର ହସ୍ତେ ନେଇ ଦେଲା। ସେ ଧନ ପାଇ ଆନନ୍ଦିତ, ହୋଇଣ ରଘୁଅ ରକ୍ଷିତ। ଚଳିଣ ଗଲା ଅତି ବେଗେ, ମିଳିଲା ସିଂହ ଦ୍ୱାର ଆଗେ। ରୋଷ ସେବକ ଡାକି ଆଣି, ବରଗି ଦେଲା ତାକୁ ଆଣି। ବୋଇଲା ଶୁଣ ହେ ସୁଆର, ପ୍ରଭୁ ମଣୋହି ବେଗେ କର। କ୍ଷୀରି ଖେଚଡ଼ି ଶାଳିଅନ୍ନ, ନାନାଦି ପ୍ରକାର ବ୍ୟଞ୍ଜନ। ନାଡ଼ି ଯେ ସର ପୁଳି ଗଜା, ଅମାଲୁ ଆଦି ଦ୍ରବ୍ୟ ଖଜା। କାନ୍ତି କାକରା ଆଦି ପିଠା, ଶେଷର ପଣା ଦଧି ମିଠା। ପ୍ରଥମ ଧୂପେ ଏତେ ହେବ, ସାଧୁଙ୍କ ନିମନ୍ତେ ଆସିବ। ଏଥିରେ ବିଳମ୍ବ ନ କର, କହି ଚଳିଲେ ନିଜପୁର। ଏମନ୍ତେ କେତେ ଦିନ ଗଲା, ରୋଷାଇ ତିଆରି ହୋଇଲା। ଭୋଗ ମଣ୍ଡପେ ଭୋଗ କରି, ପ୍ରଭୁଙ୍କ ନୈବେଦ୍ୟ ସାରି। ମହାପ୍ରସାଦ ବହି ନେଲେ, ରଘୁଅ ରକ୍ଷିତ ପାଶେ ଗଲେ। ଦେଖି ଭକତ ଅତୀତ ସେ, ମିଳିଲା ଅତିଥିଙ୍କ ପାଶେ। ବୈଷ୍ଣବ ପଙ୍ଗତ ବସାଇ, ପ୍ରସାଦ ପରସିଲେ ନେଇ। ଯାହାର ଯେଉଁ ଦ୍ରବ୍ୟମାନ, ସନ୍ତୋଷେ କଲେ ତା ଭୋଜନ। ଭୋଜନ ସାରି ସାଧୁଗଣ, ଦାସକୁ କରିଣ କଲ୍ୟାଣ। ଚଳିଣ ଗଲେ ଯେଯାମତେ, ପ୍ରଶଂସା କରିଣ ସମସ୍ତେ। ଏଥି ଉତ୍ତାରୁ ଦିନ ଶେଷ, ରଘୁଅ ରକ୍ଷିତ ପତ୍ନୀ ପାଶ। କହି ଶୁଣ ପ୍ରାଣ ସହି, ତୋତେ ଯେ ଧନ ଅଛି ଦେଇ। ସେ ବି ଯେ କଲେ ଆମ୍ଭପୁର, କରିବୁ ଅତ୍ୟନ୍ତ ଆଦର। ତାଙ୍କୁ ମୋ ଠାରୁ ଶତଗୁଣେ, ସେବା କରିବୁ ତା ଚରଣେ। ଯେଉଁ ପ୍ରକାର ମନ ତାର, ସେହି ପ୍ରକାରେ ସେବା କର।
ଯେବେ ମୋ ଠାରେ ଅଛି ମନ, ବୁଝିବୁ ଯୁବତୀ ରତନ। ଏମନ୍ତ କହି ଚଳିଗଲା, ଅନ୍ତର ହୋଇ ନ ରହିଲା। ପତ୍ନୀ ଅନେକ ତୋଷ ହୋଇ, କନକ ସମଜାର ଦେହି। ଅଗ୍ରେ ଜାଳିଣ ଦୀପାବଳି, ପଲଙ୍ଗେ ବସି ଅଛି ବାଳି। ଏମନ୍ତ ଦାସଙ୍କର ଦ୍ୱାରେ, ତୁଣ୍ଡ ଶୁଣାଇ କାଶୀ ଧୀରେ। ତାହା ଶୁଣିଣ ଶୁଭ୍ରକେଶୀ, ଚିତ୍ତେ ଚିନ୍ତିଲା ବ୍ରହ୍ମରାଶି। ବୋଇଲା ଶୁଣ ଧନୀ ଶିଷ୍ୟ, ନିର୍ଭୟ ହୋଇ ତେବେ ଆସ। ଶୂନ୍ୟ ମନ୍ଦିରେ ମୁହିଁ ଏକା, କିମ୍ପା ତୁମ୍ଭର ମନେ ଶଙ୍କା। ଆମ୍ଭ ଭରସା ନରହରି, ଦ୍ରୌପଦୀ ଲଜ୍ଜା ନାଶକାରୀ। ଏମନ୍ତ ପ୍ରଭୁ ଥାଉ ଥାଉ, ଚିତ୍ତେ କାହାକୁ ଭୟ ଆଉ। ପଲଙ୍କ ଉପରକୁ ଧୀରେ, ଚାହାନ୍ତେ ପ୍ରେମ ନୟନରେ। ଦେଖିଲା ବସିଛି ସୁନ୍ଦରୀ, ଅତି ଆନନ୍ଦ ମନ କରି। ତାହାର ପଛେ ଦେବ ହରି, ସତୀକି କୋଳାଗ୍ରତ କରି। ଆବୋରି ବସିଣ ଅଛନ୍ତି, ଲକ୍ଷ୍ମୀଙ୍କି ଘେନି ଯଦୁପତି। କିବା ପାର୍ବତୀ କୋଳେ ଧରି, ବିଜୟ ପ୍ରଭୁ ଶୂଳଧାରୀ। କି ଇନ୍ଦ୍ର କୋଳେ ଚନ୍ଦ୍ରାୟଣୀ, ଚନ୍ଦ୍ରର କୋଳେ କି ରୋହିଣୀ। କିବା ଶାରଦା ଘେନି ପତି, ବିଜୟ କରିଣ ଅଛନ୍ତି। ତେସନ ପ୍ରଭୁ ଭାବଗ୍ରାହୀ, ସତୀକି କୋଳରେ ବସାଇ। ବିଜୟ ପ୍ରଭୁ ଆଦି ମୂଳ, ଧନୀ ଦେଖିଣ ହେଲା ଭୋଳ। ଶ୍ରୀହରି ଅଭୟ ପଞ୍ଜରେ, ଭୃତ୍ୟ ନାରୀ କି କୋଳ କଲେ। ତା ଦେଖି ଧନୀ ପାଞ୍ଚେ ମନ, ଏତ ଜ୍ୱଳନ୍ତା ହୁତାସନ। ଡେଇଁବା କରୁଥିଲି ମନ, କେମନ୍ତେ ଧରିବି ଜୀବନ। ନିଜ ଜନନୀ ଠାରେ ଯେହ୍ନେ, ମୂଢ଼ ଦୁର୍ବୁଦ୍ଧି ଇଚ୍ଛେ ମନେ। ମୁଁ ମୂଢ଼ ତେହ୍ନେ ମନ୍ଦ କଲି, ଫଣି ଫଣାରେ ହସ୍ତ ଦେଲି। ଏମନ୍ତ ବୋଲି ଅବହେଳେ, ପଡ଼ିଲା ସତୀ ପାଦ ତଳେ। ତାହା ଦେଖିଣ ମହାସତୀ, ହୃଦ ପଦ୍ମରେ କଲା ଭୀତି। ବୋଇଲା ଏକି ବିପରୀତ, ସୁରତି ଛାଡ଼ି ଦଣ୍ଡବତ। କରିବା ଉଚିତ ନୁହଁ, ଉଠ ସାଧୁତ ବେଗ ହୋଇ। ଅବଳା ମୁଖୁ ଏହା ଶୁଣି, ଉଠି କପାଳେ ଦେଲା ପାଣି। ବୋଲେ ହେ ସତୀ ନମେ ତୋତେ, ଶରଣ ଗଲି ରଖ ମତେ। ଯେତେ ଅପରାଧ କଲି ତୋତେ, ଚିତ୍ତେ ନ ଧର କଦାଚିତେ। ପୁତ୍ର ଯେ ମାତା ଗର୍ଭେ ଥାଇ, ସେ ଯେବେ ପାଦ ପ୍ରହାରଇ। ମାତା କି ଘେନେ ତାର ଦୋଷ, ସେ ରୂପେ ମୁହିଁ ତୋର ଶିଷ୍ୟ। ତୁମ୍ଭେ ଯେ ପୁଣ୍ୟ ସ୍ତ୍ରୀ ବୋଲି, ମୁଁ ମୂଢ଼ ଜାଣି ତ ନଥିଲି। ଏବେ ତ କୃପା ଦୃଷ୍ଟି ଲାଗି, ମୁଁ ଯେ ହୋଇଲି ମୁଖ୍ୟ ଭାଗୀ। ଏମନ୍ତ ବୋଲିଣ ଲେଉଟି, ସତୀ ଚରଣ ତଳେ ଲୋଟି। ଏଥି ଉତ୍ତାରୁ କଥା ଶୁଣ, ସେ ହରି ଭକତ ଲକ୍ଷଣ। ଅନ୍ତର ହୋଇ ଯାଇଥିଲା, ତାହାର ମନେ ବିଚାରିଲା। ଧନୀ ଯେ ଥିଲା ଧନ ଦେଇ,
ସନ୍ତୋଷ ହେଲା କି ସେ ନାହିଁ। ଏମନ୍ତ ବୋଲିଣ ସତର ପ୍ରବେଶ ହେଲା ନିଜ ପୁର। ଦେଖିଲା ନାରୀ ପାଦ ତଳେ ଧନୀ ଶୋଇଛି ଭାବ ଭୋଳେ। ରଘୁ ଅର୍ଖିତ ବୋଲେ ତହିଁ ଉଠ ସାଧବ ବେଗ ହୋଇ। ଯୁବତୀ ଗୋଟିକ ଚରଣେ ପଡ଼ିଛ କେବଳ କାରଣେ। ତା ଶୁଣି ଧନୀ ତେବେ ଉଠି ରଘୁ ଅର୍ଖିତ ପାଦେ ଲୋଟି। କହିଲା ସକଳ ବୁଝାଇ ଦେଖ ହେ ପ୍ରଭୁ ଭାବଗ୍ରାହୀ। ତୁମ୍ଭ ପତ୍ନୀ କି କୋଳେ ଧରି ପ୍ରଭୁ ଅଛନ୍ତି ବିଜେ କରି। ତା ଶୁଣି ଆଚମ୍ବିତ ହେଲେ ସମସ୍ତ ନାହିଣ ଦେଲେ। ଦିଶେ ନ ଦିଶେ ଭଗବାନ ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ। ସେ ତିନି ଜଣ ଭାବ ଭୋଳେ ଏକ ଆରକେ ଧରି କୋଳେ। ପ୍ରଭୁ ମହିମା କହି ଭଲେ ଆନନ୍ଦ ସାଗରେ ଭାସିଲେ। ଏଥି ଉତ୍ତାରୁ ସେ ସାଧୁତ ବିନୟୀ କହିଲା ବହୁତ। ପୁଣି ଅନେକ ଧନ ଦେଲା ମେଲାଣି ହଇଣ ସେ ଗଲା। ସେ ପତି ପତ୍ନୀ ବେନି ଜନ ଚିନ୍ତିଲେ ଶ୍ରୀହରି ଚରଣ। କାଳେ ଲଭିଲେ ମୁକ୍ତି ସ୍ଥାନ କହଇ ବିପ୍ର ରାମଦାସ। ମୋ ପ୍ରଭୁ କମଳା ବିଳାସ ସେ ଦାରୁ ବ୍ରହ୍ମଙ୍କ ଚରଣେ। ମୋ ଚିତ୍ତ ରହୁ ଅନୁକ୍ଷଣେ। ଏ ଦାଢ଼୍ୟ ଭକ୍ତିର ସାମୃତ ସୁଜନେ ପିୟ ଶ୍ରୁତି ପଥ। ମୁକତି ହେବ ଦିନୁ ଦିନ ନ ହେବ ଯମ ଦର୍ଶନ। ସୁଖେ ଅମର ପାଦ ପାଇ ବସିବ ଦେବଲୋକେ ଯାଇ। ଇତି ଶ୍ରୀ ଦାଢ଼୍ୟତା ଭକ୍ତିର ସାମୃତେ ମନ ଚୈତନ୍ୟ ସମ୍ବାଦେ ରଘୁ ଅର୍ଖିତ ମୋକ୍ଷଣେ ନାମ ନବମ ଅଧ୍ୟାୟ। ଦଶମ ଅଧ୍ୟାୟ ନୀଳାମ୍ବର ଦାସ ସମ୍ବାଦ। ଚୈତନ୍ୟ ଉବାଚ ଶୁଣି ଚୈତନ୍ୟ ମନ ତୋଷେ କହଇ ମନ ରାଜା ପାଶେ। ହେ ମନ ସାବଧାନେ ଶୁଣ କହଇ ଭକତ ଲକ୍ଷଣ। ଉତ୍ତର ଖଣ୍ଡେ ତାର ଘର ବ୍ରାହ୍ମଣ ନାମ ନୀଳାମ୍ବର। କୁଟୁମ୍ବ ପୋଷଣ ନିମନ୍ତେ ଜୀବିକା କରେ ନାନି ମତେ। ଗୃହୀ ଗୃହରେ ରହିଥାଇ ଦୁଃଖକୁ ଶୋଚନା ନ ଥାଇ। ବିଷୟ ଜାଲ ଏ ସଂସାର ସକଳ ଯିବେ ଦୟା ତାର। ଶ୍ରୀହରି କଥା ମୃତ ସାର ଶ୍ରୁତି ପିବଇ ନିତ୍ୟ ଯାର। ସକଳ ଶାସ୍ତ୍ରେ ସୁପଣ୍ଡିତା ଜାଣଇ ପାପ ପୁଣ୍ୟ କଥା। ଜିତ ଇନ୍ଦ୍ରିୟ ଧୀର ବୁଦ୍ଧି ନିର୍ଦୋଷ ଶାନ୍ତି ଆତ୍ମା ଶୁଦ୍ଧି। ନିର୍ଲୋଭ ନିର୍ମୋହ ନିର୍ଭୟ ପବିତ୍ର ସଦାନନ୍ଦମୟ। କେବଳ ଗୋବିନ୍ଦ ଭଜନ ବରି ବଞ୍ଚଇ ରାତ୍ର ଦିନ। ଏମନ୍ତେ କେତେ ଦିନ ଗଲା ଦିନେ ତା ମନେ ବିଚାରିଲା। ଯେତେ ପୁତ୍ର ଦାରା ଧନ ଏସବୁ ମାୟାର ବନ୍ଧନ। ଏହାଙ୍କ ସଙ୍ଗେ ସଙ୍ଗ ହୋଇ ବ୍ୟର୍ଥ ଗଲା ମୋର ଦେହି। ଯେ ପ୍ରଭୁ ଜଗତ ଈଶ୍ୱର କମଳା ଦେବୀଙ୍କର ବର। ଅଶେଷ ଜୀବର କରତା ଭକତ ମୁକତିର ଦାତା। ସେ ପ୍ରଭୁ ବିଜେ ନୀଳଗିରି କମ୍ବୁର ଥାଙ୍ଗ କରେ ଧରି। ପ୍ରବେଶ କଲେ ତାଙ୍କ ପାଶେ
ଅଶେଷ ଜନ୍ମ ପାପ ନାଶେ। ସେ ଦାରୁ ବ୍ରହ୍ମ ଦର୍ଶନ ନକଲି ଧିକ ମୋ ଜୀବନ। ମିଥ୍ୟା ସଂସାର ଦାରାଧନ ବୈରାଗ୍ୟ ଉପୁଜିଲା ମନ। ସଜ ହୋଇଲା ସେ ତୋରିତେ କ୍ଷେତ୍ରକୁ ଯିବାର ନିମନ୍ତେ। ପଥକୁ ଧଇଲା ଶଙ୍ଖାଳି କନ୍ଧରେ ପକାଇ ଯାଉଳି। ଚିତ୍ତେ ଚିନ୍ତିଲା ଭାବଗ୍ରାହୀ ଆନନ୍ଦେ ଗଲା ପଥ ବାହି। ମନ ନିବେଶି ନୀଳାଚଳେ ଧୀରେ ଗମଇ ଭାବ ଭୋଳେ। ମାତା ଅନ୍ତରେ ପୁତ୍ର ଜେହ୍ନେ ମାତା ଲୋଡ଼ଇ ତାର ମନେ। ସେହି ପ୍ରକାରେ ତାର ମନ ଚିନ୍ତଇ ସଦା ଭଗବାନ। ପ୍ରଭୁଙ୍କ ଗୁଣ ଗୁଣି ଚିତ୍ତେ ଚଳିଣ ଯାଏ ରାଜପଥେ। କେତେକ ଦିନର ଉତ୍ତାରେ ମିଳିଲା ଯାଇ ଗଙ୍ଗା ତୀରେ। ଘୋର ବନ ପଞ୍ଚକୋଶ ତା ମଧ୍ୟେ ହୋଇଲା ପ୍ରବେଶ। ଏକା ଗମଇ ନାହିଁ ଭୀତି ଚିନ୍ତିଣ ଦାରୁ ବ୍ରହ୍ମ ମୂର୍ତ୍ତି। ସେବନ ଅଟେ ଗଙ୍ଗା ତଟେ ମିଳିଲା ଅତି ମନ ହୃଷ୍ଟେ। ଦେଖିଲା ପୁରୀ ଅଛି ଜଳ ଦିଶଇ ନାହିଁ ଥଳକୂଳ। ଏକେତ ବରଷା ସମୟ ଦେଖି ହୃଦରେ କଲା ଭୟ। କେମନ୍ତେ ଗଙ୍ଗା ପାରି ହେବି ତରାଇବି ନା କି ତରିବି। ଜନଶବଦ ଏଥେ ନାହିଁ କାହାକୁ ପଚାରିବି ମୁହିଁ। ନାବ ଛଇ କେଉଁ ପାଶେ ବୋଲି ଚାହିଁଲା ଦଶ ଦିଶେ। ଏକ ତରାଇ ଖଣ୍ଡ ଦୂରେ ନାବ ପକାଇ ମୀନ ମାରେ। ଦେଖିଉ ସତ ନୀଳାମ୍ବର ଡାକ ଛାଡ଼ିଲା ଉଚ୍ଚ ସ୍ୱର। ତରାଇ ଭାଇ ନାବ ଆଣ ଏ ଜଳୁ କର ପରିତ୍ରାଣ। ବେଳ ଯେ ହେଉଛି ଉଛୁର ଘୋର ଗହନ ନଦୀ ତୀର। ଏଠାରେ ଘର ଗ୍ରାମ ନାହିଁ ଦେଖ ହୋ ସାହା କେହି ନାହିଁ। ଅନାଥ ହୋଇଣ ଛଇ ମୋତେ ତୁ କଲେ ଏଥୁ ପାର। ଅନେକ ହେବ ଉପକାର ତା ଶୁଣି ତରାଇ ହରସ। ନାବ ବାହିଲା ତାର ପାଶ ଚାରି ଦିଗରେ ଦେଲା ଚାହିଁ। ଜନଗହଳି କିଛି ନାହିଁ ବିଚାର କଲା ତାର ଚିତ୍ତେ। ଦୈବ ଭେଟାଇଲା ମୋତେ ଏହି ପଥିକର ଯାଉଳି। ମୋହର ହୋଇବ ଶଙ୍ଖାଳି ଧନ ରତନ ଥିବ ଯେବେ। ଖାଇ ବଞ୍ଚିବି ଦିନ କେତେ ବିଳମ୍ବ ନ କରିଣ ଏବେ। ଏହାକୁ ବସାଇବି ନାବେ ବିପଦ ନାବ ବାହି ନେବି। ଅଥଳ ଜଳେ ପେଲି ଦେବି ଏମନ୍ତ ବିଚାରି ହୃଦରେ। ବୋଇଲା ଶୁଣ ବିପ୍ରବରେ ଏ ଜଳୁ ପାରି କଲେ ତୋତେ। କହ ତୁ କିସ ଦେବୁ ମୋତେ ତା ଶୁଣି ବୋଇଲା ଭକତ। ଯେ ଦୁଃଖ ମୂଲ୍ୟ ତ ଉଚିତ ଦେଇଣ ଯିବି ମୁହିଁ ତୋତେ। ଦେବେଣ ପାରି କର ମୋତେ ଶୁଣି ତରାଇ ଶ୍ରଦ୍ଧା ଭାବେ। ବିପ୍ରକୁ ବସାଇଲା ନାବେ ତେଜିଣ ଆତଜାତ କୂଳ। ନାବ ବାହିଲା ଘୋର ଜଳ ଯେ ଦିଗେ ଥଳ କୂଳ ନାହିଁ। ସେହି ଦିଗକୁ ନେଲା ବାହି ଦକ୍ଷିଣ ଶ୍ରୀହରି ଭକତ। ବୋଇଲା ଏକି ବିପରୀତ
କୂଳକୁ ତେଜି ନାବ ଏଣେ ବାହୁତୁ କେବଣ କାରଣେ ନିଶ୍ଚୟ ତୁ ମୋର ନାଶ ଅର୍ଥେ ବିଚାର କରୁଅଛୁ ଚିତେ ଧର୍ମ ଲଙ୍ଘିବୁ କିରେ ତୁହି ତା ଶୁଣି ଧୀବର ବୋଲଇ ହେ ବିପ୍ର କି ବିଚାରୁ ମୋତେ ତୋର ମରଣ ମୋର ହସ୍ତେ ଦୈବ ନିର୍ବାହ କରିଥିଲା ତେଣୁ ଏକାନ୍ତେ ଭେଟାଇଲା ତାହା ଶୁଣିଣ ସେ ଭକତ ହୋଇଲା ଅତି ଭୟଗ୍ରସ୍ତ ଆରତେ ଚିନ୍ତେ ଚିନ୍ତାମଣି ରଖ ରଥାଙ୍ଗ କମ୍ବୁ ପାଣି ରଖ ହେ କମଳା ବଲ୍ଲଭ ରଖ ହେ ନୀଳାଦ୍ରି ସୁଲଭ ବାରଣ ଦୁଃଖ ନିବାରଣ ବାରକେ ରଖିବା ଶରଣ ପ୍ରଭୁ ନହିଲେ ସାହା ପକ୍ଷ ଏ ଦାସ ମଲାଟି ପ୍ରତ୍ୟକ୍ଷ ବିଳମ୍ବେ ନାହିଁ ଆଉ କାର୍ଯ୍ୟ ସତରେ ଆସି ଦେବରାଜ ଦେଇ କରୁଣା ନାବ ତୋର ବିପତ୍ତି ସମୁଦ୍ର ଉଦ୍ଧାର ତୁମ୍ଭର ଶ୍ରୀମୁଖ ଦର୍ଶନ ଉତ୍ତାରୁ ଯାଉ ମୋ ଜୀବନ ସକଳ ଜାଣ ମହାବାହୁ ମୋଛାର କି କହିବ ଆଉ ତୁମ୍ଭେ ତ ସର୍ବ ଅନ୍ତର୍ଯ୍ୟାମୀ ରଖ ନ ରଖ ଦେବ ସ୍ୱାମୀ ମୋର ଆରତ ନିବାରଣେ ବ୍ରହ୍ମାଣ୍ଡେ ନାହିଁ ଅନ୍ୟ ଜଣେ ଏମନ୍ତ ବୋଲି ସ୍ତୁତି ଭଣି ଧ୍ୟାନେ ଚିନ୍ତିଲା ଚକ୍ର ପାଣି ତାହା ଜାଣିଲେ ଭଗବାନ ତେଜିଲେ ରତ୍ନ ସିଂହାସନ ଭୃତ୍ୟର କ୍ଷଣ ଆଦି ମୂଳ ବିଜୟ କଲେ ଗଙ୍ଗା କୂଳ ମାୟାରେ କ୍ଷତ୍ରି ରୂପ ଧରି ଚିତା ଚୈତନ୍ୟ ଶିରେ ଭରି ଚମ୍ପକ କେତକୀ ପାଖୁଡ଼ା ମଉଳି ପଡ଼ିଅଛି ବେଢ଼ା କନେ କୁଣ୍ଡଳ ଝଲକିତ କିଓ ବା ଅରୁଣ ଉଦିତ କସ୍ତୁରୀ ଚିତା ଭାଲ ପଟେ ସୁରତ୍ନ ମାଳା କଣ୍ଠ ତଟେ ହୃଦରେ ପଦକ ବିରାଜେ ପିତବସନ କଟି ମାଝେ ବାହେ ବାହୁଟି ବୀର ନେତ କାଣ୍ଡକ ଦଣ୍ଡ ଧରି ହସ୍ତ ନବ ପଲ୍ଲବ ଡାଳେ ଡାଳେ ଖଞ୍ଜିର ଛନ୍ତି ଭୁଜ ମୂଳେ ଅତି ସୁନ୍ଦର ରତ୍ନ ଜଡ଼ି କଳା ଶ୍ରୀମୁଖ ଯାକ ପଡ଼ି ହେମ କଙ୍କଣ ବେନି ପାଣି ଝଳି ବିରାଜେ ନାନା ମଣି ନୂତନ ନିଶ ଦାଢ଼ି ସାଜେ ଚନ୍ଦ୍ର ହୁଁ ଶ୍ରୀମୁଖ ବିରାଜେ ଷୋଡ଼ଶା ବେଶ ନବଯୁବା କୋଟିଏ ଚନ୍ଦ୍ର ଜିଣି ପ୍ରଭା ଝଟକ ବିଦ୍ୟୁ ପ୍ରାୟ ଦିଶି ଗଗନ ପଡ଼ିଲେ କି ଖସି ଧାଇଁ ଅଛନ୍ତି ବେଗ କରି ଯେସନେ ବିକ୍ରମ କେଶରୀ କାମୁକ ଅଛନ୍ତି ଓଟାରି ଡାକିଲେ ରେ କାର କରି ତରାଇ ନାବ ଘେନି ଆସ ଜୀବନେ ଯେବେ ଅଛି ଆସ ଶୁଣି ଶ୍ରୀହରି ସିଂହ ରଡ଼ି ତରାଇ ମୁଣ୍ଡେ ବଜ୍ର ପଡ଼ି ପଞ୍ଚବଟିକି ଦେଲା ଚାହିଁ ଧୀବର ମନେ ବିଚାରଇ ଏବେ ପ୍ରବଳ ଭାଗ୍ୟବନ୍ତ ତେଣୁଟି ରଖିଲେ ଅନନ୍ତ କ୍ରୋଧରେ ଆସୁଛନ୍ତି ଧାଇଁ ବିପ୍ରକୁ ନେବେ ମୁକୁଳାଇ ଏବେ କି ବୁଦ୍ଧି କରିବି
ୟା ହସ୍ତ କିପରି ତରିବି ଏହା ବିଚାରି ନାବ ଫେରି ବାହିଲା ଧୀର ଧୀର କରି ନାବ ବାହିବା ହେବା ଦେଖି ତକ୍ଷଣେ ପ୍ରଭୁ ପଦ୍ମ ଆଖି ଧଇଲେ ମନ ଭେଦିଶର ବିନ୍ଧିଲେ ବ୍ରହ୍ମାଣ୍ଡ ଠାକୁର ଶବଦ କରିଣ ପ୍ରଚଣ୍ଡ ନାବେ ବାଜିଲା ଜାର କାଣ୍ଡ ଲାଗି ରହିଲା ମନ ଗଳି ଯେସନେ ଝଟକେ ବିଜୁଳି ଦେଖି ତରାଇ ଛନ ଛନ ନାମ ବାହିଲା ଘନ ଘନ ପ୍ରବେଶ ପ୍ରଭୁ ପାଶେ ଯାଇ ନାବରୁ ପଡ଼ିଲା ଓହ୍ଲାଇ ବିପ୍ର ତରାଇବେ ନିଜନ ଭେଟିଲେ ଗୋବିନ୍ଦ ଚରଣ ଦେଖି ଶ୍ରୀହରି କୋପ ଭର ଗର୍ଜିଲେ ତରାଇ ଉପର ରେ ରେ ଧୀବର ତୁ ହି ମୁଡ଼ ଆଜୁ ଏ ଗର୍ବ-ପଣ ଛାଡ଼ ଆମ୍ଭେ ବନେ ଜଗିଥାଉଁ ନ କହି କିମ୍ପା ନାବ ବାହୁ ଏକାକୀ ଲୋକେ ପାରି କରୁ ରାଜାର ଗଣ୍ଡା ନାଶ କରୁ ଏବେ ପରି ବୁଦ୍ଧି କଲେ ନାଶ ଯିବୁଟି ଜାଣ ଭଲେ ଏମନ୍ତ କହି କୋପ ମୂର୍ତ୍ତି କିଞ୍ଚିତେ କଲେ କୋପ ଶାନ୍ତି ଅଳପ ହସି ନାରାୟଣ ବୋଇଲେ ଆହେ ବିପ୍ର ଶୁଣ ଏବନ ଜଗିବା ନିମନ୍ତେ ଶାଢ଼ୀ ଦେଇଛି ରାଜା ମତେ ଯେ ଅବା ଖଣ୍ଡ ପଣ କରେ ପଥକି ଜନ ଧନ ହରେ କିଅ ବା ଧନ ବସ୍ତ୍ରମାନ ଛଡ଼ାଇ କରଇ ନିଧନ ତାହାକୁ ଦେଖିବା ନିମନ୍ତେ ଠଣା ମୁଁ ଜଗିଥାଇ ଏଥେ ଏକାନ୍ତେ ତାଙ୍କ ପ୍ରାଣ ହରି ପେଶଇ ଯମରାଜପୁରୀ ତୁମ୍ଭେ ଅଇଲ ସେହି ପଥେ ଥରେ ତ ନ କହିଲ ମତେ ତା ଶୁଣି ବୋଲଇ ବ୍ରାହ୍ମଣ ମୋହର ନ ଜାଣିବା ପଣ ଏଥେ ତ ଠଣା ଅଛି ବୋଲି ଏହା ମୁଁ ଜାଣି ତ ନଥିଲି ତୁମ୍ଭଙ୍କୁ ନ ଦେଖିଲି ଯେଣୁ ନ କହି ଅଇଲି ମୁଁ ତେଣୁ ଏମନ୍ତ ବୋଲି ବିପ୍ରତ ହିଁ ଚିହ୍ନିଲା ନାହିଁ ଭାବଗ୍ରାହୀ ଜାମାୟା ଦେବେ ଅଗୋଚର କାହୁଁ ଜାଣିବ ନର ଛାର ଯୋଗୀର ଧ୍ୟାନ କୁଜେ ଦୂର ମୁନିମାନଙ୍କୁ ଅଗୋଚର ଏତ ମନୁଷ୍ୟ ହୀନ ବୁଦ୍ଧି କାହୁଁ ଚିହ୍ନିବ ଦୟାନିଧି ମନୁଷ୍ୟ ପ୍ରାୟ ତାଙ୍କୁ ମଣି ବୋଇଲା ଶୁଣ ବୀରମଣି ମୋତେ କରୁଣା ବେଗେ କର ମୁଁ ଏବେ ଯିବି କ୍ଷେତ୍ରବର ମୋ ପ୍ରାଣନାଥ ଚକ୍ରଧର ତାଙ୍କ ଦର୍ଶନେ ଇଚ୍ଛା ମୋର ଏବେ ମୁଁ ଏହି ଗଙ୍ଗା ନଦୀ
कह बुद्धि ता शुणे प्रभु नारायण बोलती तोरा इले शुण विप्रंकु नाबरे बसाई एहि सलखे नियबाही मो देखु देखु पारी कर जीवने आशा थिले तोर शुणी तराई कंपमान मुखरु न स्फुरे वचन अनेक दंड बत कला विप्रंकु नाबे बसाइला शुण सुजने हेतु देई साधुंकु कोटाली चराई देखिले प्रभु आदि मूल सेवारे केते हुए फल विप्रहीना बरे बसिला धीवरे कूट न कहिला जेणु से अटे साधु चेता न चिंते पर नाश कथा आनंदे हरि नाम गाई तराई नाव नेलाबाही दारु ब्रह्मंकु चिंता करी सुखे तरिले गंगाबारी नावरू उठी विप्र गले श्रीहरि अंतर्ध्यान हेले तराई गला निजपुर एथि उतारु विप्रवर केते हैं दिने पथबाही मिलिले क्षेत्र बरे जाई एमंत समयरे पुण जे पंच कोशर मध्येण जात्रा होइछि नीलाचले श्रीनंदी घोष रथ तले तहि विजय देव हरि श्रीभुजे शंख चक्रधरी ताल ध्वजरे देवराज रोहिणी देवी को आत्मज विजे लंगड़ हलधारी प्रलम्बा गजर केसरी विजया रथे दे
ଦେବୀ ବିଜେ କିହେ ମୋ ପ୍ରତିମା ବିରାଜେ ଦଇତାପତି ମାନେ ରଥେ ଧରିଣ ଯୋଡ଼ି ବେତ ହସ୍ତେ ଡାକନ୍ତି ମଣି ମା ଭୃତ୍ୟଙ୍କ ଗୁହାରି ଶୁଣିମା ସେବକ ଘଣ୍ଟା ନାଦ କରି ଶବଦେ କମ୍ପେ ବସୁନ୍ଧରୀ ବଜାଇ ଶ୍ରୀବୀର କାହାଳି କମ୍ବୁ ଶବଦ ହୁଳହୁଳି ତୁରି ବଇଁଶୀ ବାଦ୍ୟ ଯେତେ ଟମକ ନିଶାଣ ସହିତେ ସେବକ ବୃନ୍ଦ ହୋଇ ମେଳି ନାଚନ୍ତି ଦେଇ କରତାଳି ମୃଦଙ୍ଗ ମର୍ଦ୍ଦଳକେ ଧରି ବଜାଇ ନୃତ୍ୟ ଗୀତ କରି କେ ପ୍ରଭୁ ମାନଙ୍କୁ ଅନାଇ ଭାବରେ ଗଡ଼ି ଯାଉଥାଇ କେବାକ ପାଳେ ଦେଇ କର ଡାକଇ ଜୟ ଜୟକାର ସବୁରି ମୁଖେ ନାମ ଧ୍ୱନି କରନ୍ତେ କମ୍ପଇ ମେଦିନୀ କାଳ ପିଠିଆ ଅପ୍ରମିତ ରଥ ଦଉଡ଼ି ଧରି ହସ୍ତ ଅତି ଆନନ୍ଦେ ଓଟାରନ୍ତି ରଥ କରଇ ଦିବ୍ୟ ଗତି ସକଳ ଶବଦରୁ ବଳି ଶ୍ରୀନନ୍ଦୀ ଘୋଷ ରଥ ଚଳି କୋଟି ବ୍ରହ୍ମାଣ୍ଡ ଶୁଭେ ପୁରୀ ପ୍ରଭୁ ସମ୍ଭ୍ରମେ ବିଜେ କରି କରିଣ ସୁର ନର ଗୋଷ୍ଠୀ ସକଳ ଲୋକେ ସମଦୃଷ୍ଟି ତା ଦେଖି ବିପ୍ର ବେଗେ ଧାଇଁ ଭକ୍ତି ଭାବରେ ଭୋଳ ହୋଇ ଭେଟିଲେ ପ୍ରଭୁ ପାଶେ ଯାଇ ସାଷ୍ଟାଙ୍ଗ ପାଦେ ପଡ଼ି ଶୋଇ ଉଠି ମସ୍ତକେ ଦେଲା ହସ୍ତ ବୋଇଲା ନମ ଜଗନ୍ନାଥ ତମ୍ଭ ଶ୍ରୀମୁଖ ଦର୍ଶନ ପାଇଁ ଆତୁର ମୋ ଜୀବନ ବାଟେ ସଙ୍କଟୁ ରକ୍ଷା କରି ମୋତେ ଯେ ଆଣିଲ ଧରି ତହିଁର ଲାଭ ଏତେ ହେଉ ତୋ ପାଦ ଚିନ୍ତି ଦିନ ଯାଉ ଏମନ୍ତ ବୋଲି ନାମ ଧରି କୃଷ୍ଣ କେଶବ ଦଇତ୍ୟାରି ମୁକୁନ୍ଦ ମାଧବ ଅଚ୍ୟୁତ ପରମାନନ୍ଦ ଗୋପୀନାଥ ଶ୍ରୀନାରାୟଣ ଚକ୍ରପାଣି ଦୀନ ବାନ୍ଧବ ରଘୁମଣି ଶ୍ରୀବତ୍ସ ଲାଞ୍ଛନ ବରଜ ଜୟ ଦେବାଧିଦେବ ରାଜ ଏସନ ନାମ ଗାୟନରେ
ନେତ୍ରଲୋତକ ଧାରା ଝରେ କଳା ଶ୍ରୀମୁଖ ଧ୍ୟାନ କରି ପ୍ରଭୁ ସ୍ୱରୂପ ମନେ ଧରି ଚିତ୍ତ ନିବେଶି ଶ୍ରୀପୟର ପ୍ରାଣ ଛାଡ଼ିଲା ଦ୍ୱିଜବର ସମସ୍ତେ ଦେଖୁ ଦେଖୁ ତହିଁ ଢଳିଣ ଛାଡ଼ିଲା କମହି ଶୁଣ ସୁଜନେ ହେତୁ ଦେଇ ସେ ଯେଉଁ ଗତି ଥିବ ପାଇ ତାହା କହିବାକୁ ସକ୍ଷମ ନୁହଁ ମୋହି ନରାଧମ କେବଳ ସାଧୁ ଜନମାନେ କହିଲେ କହିବେ ବଚନେ ଶୁଣ ସୁଜନେ ଚରିତ ଭକତ ଲକ୍ଷଣ ମନ୍ତ ଅଶେଷ ଲୋକଙ୍କ ମହିମା ବେଦ ନ ଜାଣେ ଗୁଣ ସୀମା ଏ ଦାଢ଼୍ୟ ଭକ୍ତିର ସାମୃତ ଶ୍ରବଣେ ପଠନେ ମୁକତ ପଦ ପଦକେ ସୁଖ ଉଦେ ଅଶେଷ ଜନ୍ମ ପାପ ଛେଦେ କହଇ ରାମଦାସ ମୂଢ଼ ମୋ ପ୍ରଭୁ ନନ୍ଦୀ ଘୋଷାରୂଢ଼ ସେ ଦାରୁ ବ୍ରହ୍ମଙ୍କ ଚରଣେ ମନ ମୋର ଅନୁକ୍ଷଣେ ଚିତ୍ତ ମତ ମଧୁକର ନିଶ୍ଚଳେ ରହୁ ସେ ପୟର ନମସ୍ତେ ସାଧୁଙ୍କ ଚରଣ ଏବର ଦିଅ ଅନୁକ୍ଷଣ ସୁଜନେ ହିର ସେ ରସ ଏ ଭବ ଜଳରେ ନ ଭାସ ସାଧୁ ଶ୍ରୀକୃଷ୍ଣ ନାମ ବିନେ ଜୀବ ଉଦ୍ଧାର ନାହିଁ ଅନ୍ୟେ ଇତି ଶ୍ରୀ ଦାଢ଼୍ୟତା ଭକ୍ତିର ସାମ୍ରତେ ମନ ଚୈତନ୍ୟ ସମ୍ବାଦେ ବିପ୍ର ନୀଳାମ୍ବର ଦାସ ଦାଢ଼୍ୟ ଭାବ ବର୍ଣ୍ଣନେ ନାମ 10ମ ଅଧ୍ୟାୟ।